ବିଜେଡି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେ ନିଷ୍ପଷ୍ଟ ହୋଇନାହିଁ। 2014ରୁ 2019 ଯାଏ କୋରେଇ ବିଧାୟକ ଥିଲେ। ତେବେ ଦଳ ଛାଡ଼ିବା ପରେ ସେ କହିଛନ୍ତି, ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି। ମୋର ଆତ୍ମସମ୍ମାନ ପାଇଁ, ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିକ ସଦସ୍ୟ ଦଳରୁ ଇସ୍ତଫା ଦେଇଛି। ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ। नमस्कार। आज मु मोर अंतरात्मर स्वर शुणी मोर आत्मसम्मान पाई, मोर अभिमान पाई और कोरी जनसाधारण स्वाभिमान पाई विजु जनता दलर प्राथमिक सदस्य पद इस्तीफा प्रदान करुछि। मोर जीवन समाज सेवा पाई एवं कोरीवासी सेवा पाई समर्पित। आगामी दिन में कोरीवासी भल पाइबा पाथेय करी मोर समर्थक एवं साथी मान परामर्श रे मोर आगामी कार्यपंथा निर्धारण करी। नमस्कार। ब्यूरो रिपोर्ट, न्यायवती टीवी।